ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ ବିକଶିତ ଓଡ଼ିଶା ଗଠନରେ ଛାତ୍ର ସମାଜର ଭୂମିକା। ମାନନୀୟ ସଭାପତି ମହୋଦୟ, ବନ୍ଦନୀୟ ଗୁରୁଜନ ବୃନ୍ଦ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ସଭାରେ ବିକଶିତ ଓଡ଼ିଶା ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଶୀର୍ଷକ ବିଷୟରେ ଦୁଇ ପଦ କହିବାକୁ ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଛାତ୍ର ଜୀବନ ହେଉଛି ଗଢ଼ିବାର ସମୟ। ଏହା ହିଁ ଦେଶ ଓ ଜାତିର ସଦା ଭବିଷ୍ୟତ। ଛାତ୍ରଛାତ୍ରୀମାନେ ହେଉଛନ୍ତି ଗୋଟିଏ ସମାଜ ଓ ରାଜ୍ୟର ଅସଲ ମେରୁଦଣ୍ଡ। ଯେଉଁ ରାଜ୍ୟର ଯୁବପିଢ଼ି ଓ ଛାତ୍ର ସମାଜ ଶିକ୍ଷିତ, ସଚେତନ ଏବଂ କର୍ମଠ, ସେହି ରାଜ୍ୟର ପ୍ରଗତିକୁ କେହି ରୋକିପାରିବେ ନାହିଁ। ଆମର ପ୍ରିୟ ଓଡ଼ିଶାକୁ ଏକ ସମୃଦ୍ଧ, ଶକ୍ତିଶାଳୀ ଏବଂ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାରେ ଛାତ୍ରଛାତ୍ରୀମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଣେ ଛାତ୍ରର ପ୍ରଥମ ଦାୟିତ୍ୱ ହେଉଛି ନିଜକୁ ଜ୍ଞାନୀ ଓ ଦକ୍ଷ କରି ଗଢ଼ି ତୋଳିବା। କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଆଜିର ଆଧୁନିକ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କୋଡ଼ିଂ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ଶିଖି ନବସୃଜନ କ୍ଷେତ୍ରରେ ଆଗେଇ ଆସିବାକୁ ହେବ। ଗାଁ ଗହଳିରେ ଅନ୍ଧବିଶ୍ୱାସ ଦୂର କରିବା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଡିଜିଟାଲ ସାକ୍ଷରତା ପହଞ୍ଚାଇବାରେ ଛାତ୍ରଛାତ୍ରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ। ବୃକ୍ଷରୋପଣ, ଜଳ ସଂରକ୍ଷଣ ଏବଂ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ପରି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ନିଜକୁ ଅଂଶଗ୍ରହଣ କରି ଆମେ ଓଡ଼ିଶାର ସବୁଜିମାକୁ ବଜାୟ ରଖିପାରିବା। ଆମ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଓଡ଼ିଆ ଭାଷା ଏବଂ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ନିଜର ଆତ୍ମସମ୍ମାନଜନକ ପରିଚୟ ସୃଷ୍ଟି କରିବା ପ୍ରତ୍ୟେକ ଛାତ୍ରର କର୍ତ୍ତବ୍ୟ। ଶେଷରେ ମୁଁ ଏତିକି କହିବି, ବିକଶିତ ଓଡ଼ିଶାର ସ୍ୱପ୍ନ କେବଳ ସରକାରଙ୍କ ଦ୍ୱାରା ପୂରଣ ହୋଇପାରିବ ନାହିଁ। ଏଥିପାଇଁ ନିଷ୍ଠାପର ଯୁବଶକ୍ତିର ସହଯୋଗ ଆବଶ୍ୟକ। ଆସନ୍ତୁ ଆମେ ସମସ୍ତେ ପ୍ରତିଜ୍ଞା କରିବା ଯେ ନିଜର ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଏବଂ କଠିନ ପରିଶ୍ରମ ବଳରେ ଆମ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା। ଜୟ ଜଗନ୍ନାଥ, ଜୟ ଉତ୍କଳ ଜନନୀ। ଧନ୍ୟବାଦ। ଆଶା କରୁଛି ଭାଷଣଟି ପସନ୍ଦ ଆସିଥିବ। ତେବେ ଜୟ ହିନ୍ଦ ନିଶ୍ଚିତ ଲେଖିବେ। ଥ୍ୟାଙ୍କ ୟୁ।